ବାବାରେ 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 ଏଇ ପରିକା ଆଜି କିଏଠୁ ଓହ୍ଲେଇ ଆସିଛନ୍ କି ଗୋ ସ୍ୱର୍ଗରୁ ଚାଲି ଆସିଛନ୍ କି ଏଇ ସରସ୍ୱତୀ ପୂଜା ପାଇଁ। ଆଉ ଏଇ ପରୀମାନେ ଯେ ଖାଲି ନଡ଼ିଆ ଆଣି ଖାଇଲେ ଯେ ପରୀମାନଙ୍କୁ ବହୁତ ଭୋକ ଲାଗିଯାଇଛି ଗୋ। ସେଇପାଇଁ ସେମାନେ ନଡ଼ିଆ ଖାଇବାରେ ବ୍ୟସ୍ତ। ନଡ଼ିଆ ଏକା ଫଟେଇଲେ କି ନାହିଁ, ଖାଲି ଖାଇବାରେ ବ୍ୟସ୍ତ। ନଡ଼ିଆ ଏମିତି ଫଟେଇଲେ ଯେ ଏକାଥରେ ନଡ଼ିଆ ଦୌଡ଼ି ଯାଉଛି ଠାକୁରଙ୍କ ପାଖକୁ। ଏକା ଟିକେ ବଡ଼ ବଡ଼ ପରିକା ଗୋ। ପରୀମାନେ ଏମିତି ନଡ଼ିଆ ଫଟଉଛନ୍ ଯେ ଯାଇକରି ଠାକୁରଙ୍କର ମୁଣ୍ଡରେ ବାଜି ଯାଉଛି। ଆଉ ନଡ଼ିଆ ଏକା ଫଟେଇ ତାର ପାଣିକା ସେଇ ବାଲ୍ଟିରେ ରଖୁଛ। ତାପରେ ତ ଭୋଗ ପାଇଁ ହେଇଗଲା ପ୍ରସ୍ତୁତ। ଭୋଗଟା ଦେଖିଲେ ତ ଖାଲି ଖାଇତେ ହିଁ ମନ ହେଉଛି ଗୋ। ଏତେ ସୁନ୍ଦର ହେଇଛି ଯେ ଖାଲି ଇଆଡ଼େ ଟିକେ ନାଡ଼ା ନାଡ଼ି କରି ସିଆଡ଼େ ଟିକେ ନାଡ଼ା ନାଡ଼ି କରି ଗୁଡ଼ ଟିକେ ଦେଇକରି ତ ସବୁ ପରୀମାନଙ୍କୁ ଦେଇଦେଲେ। ତାପରେ ଭୋଗ ଖାଇସାରି ପରୀମାନେ ତ ବସିଗଲେ ଖେଚଡ଼ି ଖାଇତେ। ପରିକାକୁ ଏତେ ଯେ ଭୋକ ଲାଗୁଛି ତାଙ୍କ ଥାଳିରେ ଦଉ ଦଉ ହିଁ ଖାଇସାରି ଦଉଛନ୍। ହଁ ଗୋ ଏଇ ପରିକାକୁ ଏତେ ଭୋକ। ହଁ ପରୀମାନେ ଖାଇଦିଅ, ଖାଇସାରିକି ତ ପରୀମାନଙ୍କ ଟିକେ ନାଚ ବି ଦେଖିବା ପାଇଁ ହବ ନାଇଁ କି? ପରୀମାନେ କେମିତି ନାଚୁଛନ୍ ତାଙ୍କ ନାଚ ଦେଖିବା।